তীର ବନ୍ଧୁକଣ ମଇ ମାସର ପରବର୍ତ୍ତୀ 10 ଦିନ ମଧ୍ୟରେ ଏହି ତିନୋଟି ନିର୍ଦ୍ଦିଷ୍ଟ ସ୍ଥାନ ପରିଦର୍ଶନ କରିବା ଅପେକ୍ଷା ଆପଣ ଅନ୍ୟ କିଛି ବି ବାଛି ନେବା ଭଲ ହେବ। ଭୁଲେ ମଧ୍ୟ ଏଭଳି ଜାଗାକୁ ଯାଆନ୍ତୁ ନାହିଁ। ଏକ ଭୟଙ୍କର ବିପଦ ଆପଣଙ୍କ ଉପରେ ଘୋର ହୋଇ ରହିଛି। ଶନି ଏକ କଠୋର ଚେତାବନୀ ଦେଉଛନ୍ତି। ଯଦି ଜାଣତରେ ହେଉ କିମ୍ବା ଅଜାଣତରେ ଆପଣ ଏହି ତିନୋଟି ସ୍ଥାନକୁ ପ୍ରବେଶ କରନ୍ତି କିମ୍ବା ଭୁଲ ବଶତଃ ସେଠାରେ ପାଦ ଦିଅନ୍ତି, ତେବେ ଅକାଳ ମୃତ୍ୟୁର ଆଶଙ୍କା ଆପଣଙ୍କ ଉପରେ ଝୁଲି ରହିବ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘର ପରିତ୍ୟାଗ କରିବେ। ଆପଣଙ୍କର ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହେବ। ଆପଣଙ୍କର ଜୀବନ ଏକ ଜୀବନ୍ତ ନର୍କ ହୋଇଯିବ। ଆପଣ ଆପଣଙ୍କର ପ୍ରତିଦିନର ଖାଦ୍ୟ ପାଇଁ ମଧ୍ୟ ଲୋଭୀ ହୋଇ ରହିବେ ଏବଂ ନିରନ୍ତର କଷ୍ଟର ସମ୍ମୁଖୀନ ହୋଇ ଦ୍ୱାର ଦ୍ୱାର ବୁଲିବାକୁ ବାଧ୍ୟ ହେବେ। ଟଙ୍କା ଆପଣଙ୍କ ହାତରେ ରହିବ ନାହିଁ, ବରଂ ଆପଣଙ୍କର ସମସ୍ତ ଧନ ନଷ୍ଟ ହୋଇଯିବ। ଡାକ୍ତରଖାନାରେ କିମ୍ବା ଅନ୍ୟ ଅନୁପଯୁକ୍ତ ସ୍ଥାନରେ ନଷ୍ଟ ହୋଇଯିବ। ଆପଣଙ୍କର ସୁପ୍ରତିଷ୍ଠିତ ପ୍ରୟାସ ଗୁଡ଼ିକ ସମ୍ପୂର୍ଣ୍ଣ ହେବାର ଦ୍ୱାରରେ ଥିବା ପରି ଭାଙ୍ଗି ପଡ଼ିବ। ଆପଣ ଅନୁଭବ କରିବେ ଯେପରି ଆପଣଙ୍କ ଜୀବନ ଏକ ମନ୍ଦ ଦୃଷ୍ଟିର ପ୍ରଭାବରେ ପଡ଼ିଛି। ତେଣୁ ଏହି ପରବର୍ତ୍ତୀ 10 ଦିନ ମଧ୍ୟରେ ଏହି ତିନୋଟି ସ୍ଥାନ ପରିଦର୍ଶନ କରିବାର ଗୁରୁତର ଭୁଲ କରନ୍ତୁ ନାହିଁ। ଭୁଲେ ମଧ୍ୟ ନୁହେଁ ବନ୍ଧୁଗଣ, ଆପଣ ବିଭିନ୍ନ ପ୍ରତିକାର ଚେଷ୍ଟା କରିପାରନ୍ତି। ଆପଣ ଜଣେ ଜ୍ୟୋତିଷ କିମ୍ବା ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ବୁଲିବାକୁ ଯାଇପାରନ୍ତି, କିନ୍ତୁ ଆପଣ ଏହି ଅସୁବିଧାରୁ ମୁକ୍ତି ପାଇବେ ନାହିଁ। ଏହି ଅସୁବିଧାର ପ୍ରକୃତ ମୂଳ ହେଉଛି ଯେ ଜାଣତରେ ହେଉ କିମ୍ବା ଅଜାଣତରେ ଆପଣ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ପାଦ ରଖିପାରନ୍ତି ଏବଂ ଯେତେବେଳେ ଆପଣଙ୍କ ପାଦ ଏହି ଭୂମିକୁ ସ୍ପର୍ଶ କରିବ, ଆଗାମୀ 10 ଦିନ ମଧ୍ୟରେ ଆପଣଙ୍କର ବିନାଶ ଆରମ୍ଭ ହୋଇଯିବ। ଗୋଟିଏ ପରେ ଗୋଟିଏ ଆପଣଙ୍କ ଜୀବନରେ ବଡ଼ ବିପର୍ଯ୍ୟୟ ଆସିବା ଆରମ୍ଭ ହେବ। ତେଣୁ ମଇ ମାସର ଆଗାମୀ 10 ଦିନ ମଧ୍ୟରେ ଏହି ତିନୋଟି ସ୍ଥାନ କେଉଁଠାରୁ ଆପଣଙ୍କୁ ଯିବାକୁ ଏଡ଼ାଇବା ଉଚିତ, ଯେଉଁଠାରେ ଆପଣଙ୍କୁ ପାଦ ରଖିବା ଉଚିତ ନୁହେଁ, ଏହି ଭିଡିଓ ମାଧ୍ୟମରେ ମୁଁ ଆଜି ଆପଣଙ୍କୁ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିବି। ଏହା ବ୍ୟତୀତ ଆପଣଙ୍କ ପାଇଁ ବିପଦ ବହୁତ ବଢ଼ି ଯାଉଛି ଏବଂ ଏହାର କାରଣ ହେଉଛି ଯେ ଏହି ସମ୍ପୂର୍ଣ୍ଣ ମାସ ମଧ୍ୟରେ ଆପଣ ଶନିଙ୍କର ପ୍ରଭାବରେ ରହିବେ। ରାହୁ ମଧ୍ୟ ଆପଣଙ୍କ ଉପରେ ସତର୍କ ନଜର ରଖିବେ। ବର୍ତ୍ତମାନ ଏହି ପରିସ୍ଥିତିରେ ଯଦି ପ୍ରତିକୂଳ ଘଟଣା ଘଟେ, ତେବେ ଆପଣ ଏବଂ କେବଳ ଆପଣ ପରିଣାମ ପାଇଁ ଦାୟୀ ରହିବେ। ଯଦି ଆପଣର ଭୁଲେ ମଧ୍ୟ ଏଠାରେ ପାଦ ଦିଅନ୍ତି, ଆପଣଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଏବଂ ଆଚରଣକୁ ଦୃଢ଼ କରିବାକୁ ପଡ଼ିବ, କାରଣ ଶନିଦେବ ନ୍ୟାୟର ଅଧିପତି, କର୍ମଫଳଦାତା। ଆପଣଙ୍କ ଉପରେ ତାଙ୍କର ଦୃଷ୍ଟି ଦୃଢ଼ ଭାବରେ ସ୍ଥିର କରିଛନ୍ତି। ଫଳସ୍ୱରୂପ ଆପଣ ବର୍ତ୍ତମାନ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ଭବିଷ୍ୟତର ମୂଳଦୁଆ ପକାଇପାରେ। ଆପଣଙ୍କର ଆସନ୍ତାକାଲି ଉଜ୍ଜଳ ହେବ କିମ୍ବା ଦାରିଦ୍ର୍ୟତାରେ ଭରା ହେବ। ଏହି ନିର୍ଦ୍ଦିଷ୍ଟ ସ୍ଥାନ ଗୁଡ଼ିକର ପ୍ରଭାବ ଏପରି ଯେ ଯଦି ଆପଣ ଅଜାଣତରେ ମଧ୍ୟ ଏଠାରେ ପାଦ ଦେଉଛନ୍ତି, ଏହା ଏକ ଶୃଙ୍ଖଳିତ ପ୍ରତିକ୍ରିୟା ସୃଷ୍ଟି କରିବ, ଯାହାଦ୍ୱାରା ଆପଣ ଆପଣଙ୍କର ଜୀବନରେ ଭୁଲ ନିଷ୍ପତ୍ତି ନେବା ଆରମ୍ଭ କରିବେ। ଆପଣଙ୍କର ମାନସିକତାରେ ଏକ ଗଭୀର ପରିବର୍ତ୍ତନ ଆସିବ। ଆପଣଙ୍କର ମାନସିକ ସନ୍ତୁଳନ ବିଗିଡ଼ିଯିବ। ଏହି ତିନୋଟି ସ୍ଥାନରୁ ନିର୍ଗତ ନକାରାତ୍ମକତା ସିଧାସଳଖ ଆପଣଙ୍କର ମନକୁ ପ୍ରଭାବିତ କରିବ, ଯାହା ଆପଣଙ୍କୁ ଖରାପ ନିଷ୍ପତ୍ତି ନେବାକୁ ପ୍ରେରଣା ଦେବ। ଆପଣ ଅନ୍ୟମାନଙ୍କ ଉପରେ କ୍ରୋଧରେ ଆଘାତ କରିବା ଆରମ୍ଭ କରିବେ। ଆପଣଙ୍କ ନିଜ ପ୍ରିୟଜନ ଏବଂ ପରିବାର ସଦସ୍ୟଙ୍କ ସମେତ ଆପଣଙ୍କ କ୍ରୋଧରେ ଆପଣ ନିଜ ହାତରେ ଆପଣଙ୍କର ନିଜ ପ୍ରୟାସକୁ ନଷ୍ଟ କରିବା ଆରମ୍ଭ କରିବେ। ଏହା ବ୍ୟତୀତ ଆପଣଙ୍କର ଗୁପ୍ତ ଶତ୍ରୁମାନେ, ଯେଉଁମାନେ ସବୁବେଳେ ଆପଣଙ୍କର ବିନାଶ ଚାହୁଁଥିଲେ, ସେମାନେ ସେମାନଙ୍କର ଯୋଜନାରେ ସଫଳ ହେବେ। ସେମାନେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟରେ ବିଜୟ ହାସଲ କରିବେ। ମୁଁ ଆପଣଙ୍କ ସହିତ ଏକ ତିକ୍ତ ସତ୍ୟ ମଧ୍ୟ ବାଣ୍ଟିବାକୁ ଚାହେଁ। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଛନ୍ତି ଯାହାଙ୍କ ସହିତ ଆପଣ ପ୍ରତ୍ୟେକ ଦିନ ଆଲୋଚନା କରୁଛନ୍ତି, ଖାଦ୍ୟ ଖାଉଛନ୍ତି, ସମୟ ବିତାଉଛନ୍ତି ଏବଂ ଆପଣଙ୍କର ଗଭୀରତମ ଗୁପ୍ତ କଥା ମଧ୍ୟ ବାଣ୍ଟୁଛନ୍ତି। ତଥାପି ଏହି ବ୍ୟକ୍ତିଙ୍କ ସାଥ ଆପଣଙ୍କର ଜୀବନରେ ବିଷ ପରି କାର୍ଯ୍ୟ କରୁଛି। ଏହି ବ୍ୟକ୍ତିଙ୍କର ପ୍ରଭାବ ଯୋଗୁଁ ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ଏପରି ଦୁଃଖ ଏବଂ ବିନାଶ ଅନୁଭବ କରିଛନ୍ତି, ଯାହା ଆପଣଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ ଏହି ମାସ ଆପଣଙ୍କର ଜୀବନରେ ଅପାର ଆନନ୍ଦ ଆଣିବାର ପ୍ରତିଶ୍ରୁତି ଦେଉଛି। ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପାଇବେ।
ଯାହା ଆପଣଙ୍କୁ ମହାନ ପ୍ରଗତି ଏବଂ ସଫଳତା ହାସଲ କରିବାରେ ସକ୍ଷମ କରିବ। ଯାହା ପାଇଁ ଆପଣ ଅନେକ ଦିନ ଧରି ଚାହିଁ ରହିଥିଲେ, ଯାହା ପାଇଁ ଆପଣ ବର୍ଷ ବର୍ଷ ଧରି ଅକ୍ଲାନ୍ତ ଭାବରେ ଚେଷ୍ଟା କରୁଥିଲେ, ଏହି ମାସରେ ଧନର ଦେବୀ ଲକ୍ଷ୍ମୀ ଏବଂ ଭଗବାନ ମହାଦେବ ଉଭୟଙ୍କର ଆଶୀର୍ବାଦ ଆପଣ ପାଇବେ। ତେଣୁ ଧନ ଆପଣଙ୍କର ଜୀବନରେ ଅନେକ ଦିଗରୁ ଆସିବାକୁ ଯାଉଛି। ଧନ ସହିତ ଖୁସି ମଧ୍ୟ ଆସିବ। ଏହି ମାସରେ ଆପଣଙ୍କର 7 ଜନ୍ମର ଦାରିଦ୍ର୍ୟତା ଦୂର କରିବାର ସମ୍ଭାବନା ଅଛି। କିନ୍ତୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଆପଣଙ୍କୁ କେବଳ ଏହି 3ଟି ନିର୍ଦ୍ଦିଷ୍ଟ ସ୍ଥାନରୁ ଦୂରେଇ ରହିବାକୁ ପଡ଼ିବ। ଭୁଲେ ବି ଏହି ସ୍ଥାନରେ ପାଦ ରଖନ୍ତୁ ନାହିଁ, ନଚେତ୍ ବର୍ତ୍ତମାନ ଆପଣଙ୍କ ପାଖକୁ ଆସୁଥିବା ଧନର ଦେବୀ ମା ଲକ୍ଷ୍ମୀ ପଛକୁ ଫେରି ଚାଲିଯିବେ। ଯଦି ଆପଣ ଆଜିର ଭିଡିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତି, ତେବେ ଆପଣ ପ୍ରତ୍ୟେକ ପ୍ରତିକୂଳତାରୁ ସୁରକ୍ଷିତ ରହିବେ ଏବଂ ସଫଳତା ଆପଣଙ୍କର ହାତ ମୁଠାକୁ ଆସିବ। କିନ୍ତୁ ଯଦି ଆପଣ ଅହଙ୍କାର ବଶତଃ ଏହି ଭିଡିଓକୁ ଅଣଦେଖା କରୁଛନ୍ତି, ତେବେ ଆପଣ କିଛି ବି ବୁଝିପାରିବେ ନାହିଁ ଏବଂ ଆପଣଙ୍କର ପତନ ଆରମ୍ଭ ହେବ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ବଜରଙ୍ଗବାଲି 3 ଥର ଲେଖନ୍ତୁ। ତେବେ ବନ୍ଧୁଗଣ, ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ 3ଟି ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ବୁଝିପାରିବେ, କାରଣ ଅନ୍ୟ କେହି ଆପଣଙ୍କୁ ଏହି ସବୁ ସ୍ଥାନ ବିଷୟରେ କହିବେ ନାହିଁ। ଆପଣଙ୍କର ଏହି ସମ୍ପର୍କୀୟମାନେ, ଏହି ବନ୍ଧୁମାନେ, ଆପଣ ନିଜର ବୋଲି ଭାବୁଥିବା ଏହି ଲୋକମାନେ ବାସ୍ତବରେ ଆପଣଙ୍କର ମଙ୍ଗଳ ଚାହାନ୍ତି ନାହିଁ। ସେମାନେ ଆପଣଙ୍କ ପ୍ରତି ଈର୍ଷା କରନ୍ତି, ଘୃଣା ରଖନ୍ତି। ସେମାନେ ଆପଣଙ୍କୁ ଆପଣଙ୍କ ପଥରୁ ହଟାଇବାକୁ ଚାହାନ୍ତି ଏବଂ ସବୁବେଳେ ଆପଣଙ୍କୁ ସେମାନଙ୍କ ଠାରୁ ନୀଚ ଦେଖିବାକୁ ଚାହାନ୍ତି। ଯେତେବେଳେ ଆପଣ ସେମାନଙ୍କୁ ଅତିକ୍ରମ କରନ୍ତି, ଯେତେବେଳେ ଆପଣ ସେମାନଙ୍କ ଠାରୁ ଉଚ୍ଚକୁ ଉଠନ୍ତି, ସେମାନେ ଗଭୀର ଭାବରେ ବିରକ୍ତି ଅନୁଭବ କରନ୍ତି। ଠିକ୍ ସେହି କାରଣରୁ ସେମାନେ ଚାହାନ୍ତି ଯେ ଆପଣ ସର୍ବଦା ସେମାନଙ୍କର ତଳେ ରୁହନ୍ତୁ, ସେମାନଙ୍କର ପାଦ ତଳେ। ସେଥିପାଇଁ କେହି ପ୍ରକୃତରେ ଆପଣଙ୍କର ଜୀବନରେ ଉନ୍ନତି ଦେଖିବାକୁ ଚାହାନ୍ତି ନାହିଁ। ଏବେ ମୁଁ ଏହି ସ୍ଥାନଗୁଡ଼ିକ ମଧ୍ୟରୁ ପ୍ରଥମ ସ୍ଥାନଟି ବିଷୟରେ କହିବାକୁ ଚାହୁଁଛି। ଧ୍ୟାନ ଦେଇ ଶୁଣନ୍ତୁ। ଆଗାମୀ 10 ଦିନ ମଧ୍ୟରେ ଆପଣ କଠୋର ଭାବରେ ଜଳାଶୟଗୁଡ଼ିକୁ ଏଡ଼ାଇବା ଉଚିତ। ତାହା ନଦୀ, ପୋଖରୀ କିମ୍ବା ଜଳପ୍ରପାତ ହେଉ, କାରଣ ଜ୍ୟୋତିଷ ଦୃଷ୍ଟିରୁ ରାହୁ ଏବଂ ମଙ୍ଗଳ ଉଭୟଙ୍କର ପ୍ରଭାବ ବର୍ତ୍ତମାନ ଆପଣଙ୍କ ଉପରେ ଭାରି ପଡ଼ିଛି। ଏହା ବ୍ୟତୀତ ମୃତ୍ୟୁର ଛାୟା ଆପଣଙ୍କ ଉପରେ ଘୋରି ହୋଇ ପଡୁଛି। ଯଦି ଆପଣ ନଦୀ, ପୋଖରୀ, ହ୍ରଦ କିମ୍ବା ଜଳପ୍ରପାତ ନିକଟକୁ ଯାଉଛନ୍ତି, ତେବେ ପରିଣାମ ଆପଣଙ୍କ ପାଇଁ ଗମ୍ଭୀର ହୋଇପାରେ, କାରଣ ଏହି ସ୍ଥାନଗୁଡ଼ିକ ପ୍ରାୟତଃ ଭ୍ରମଣକାରୀ ଅସ୍ଥିର ଶକ୍ତି ଦ୍ୱାରା ବାସ କରନ୍ତି। ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିପାରେ। ଆଗାମୀ 10 ଦିନ ମଧ୍ୟରେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ବାହାରକୁ ବୁଲିବାକୁ କିମ୍ବା ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାକୁ ଆପଣଙ୍କୁ କୁହନ୍ତି, ତେବେ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରନ୍ତୁ। ଏହି 10 ଦିନର ଅବଧିରେ ଏପରି ସ୍ଥାନଗୁଡ଼ିକୁ ପରିଦର୍ଶନ କରିବାର ଭୁଲ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ପକ୍ଷରୁ ସାମାନ୍ୟ ଅସାବଧାନତାର ଏକ ମୁହୂର୍ତ୍ତ ଆପଣଙ୍କର ସମଗ୍ର ପରିବାର ପାଇଁ ବିନାଶକାରୀ ସାବ୍ୟସ୍ତ ହୋଇପାରେ, ଆପଣଙ୍କ ଜୀବନ ଉପରେ ଏକ ଗୁରୁତର ବିପଦ ଆଣିପାରେ। ଏବେ ପରବର୍ତ୍ତୀ ସ୍ଥାନଟି ବିଷୟରେ କଥା ହେବା। ଧ୍ୟାନ ଦେଇ ଶୁଣନ୍ତୁ। ବନ୍ଧୁମାନେ ଯେଉଁଠାରେ ଅତ୍ୟଧିକ ଝଗଡ଼ା ଏବଂ ମତଭେଦ ରହିଥାଏ କିମ୍ବା ଯେଉଁଠାରେ ନିରନ୍ତର ଦୁଃଖ ଏବଂ ହତାଶାର ପରିବେଶ ରହିଥାଏ, ସେହିଭଳି ପରିବାରକୁ ଯାଆନ୍ତୁ ନାହିଁ। ଭୁଲରେ ମଧ୍ୟ ଯେଉଁଠାରେ ଯୁକ୍ତିତର୍କ ଏବଂ ଦ୍ୱନ୍ଦ୍ୱ ପ୍ରତ୍ୟେକ ଦିନ ଘଟୁଛି, ଏହା ଏକ ତିକ୍ତ ସତ୍ୟ ପରି ଶୁଭିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଜରୁରୀ। ଯଦି ଆପଣ ଏହି ପରାମର୍ଶକୁ ପାଳନ କରନ୍ତି, ତେବେ ଆପଣ ଆପଣଙ୍କର ଜୀବନରେ ରକ୍ଷା ପାଇପାରିବେ, ଆପଣଙ୍କ ଘରକୁ ସୁରକ୍ଷା ଦେଇପାରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିରତାକୁ ବଜାୟ ରଖିପାରିବେ। ବିପରୀତ ଭାବରେ ଯଦି ଆପଣ ଏହି ବିଷୟକୁ ହାଲୁକା ଭାବରେ ନିଅନ୍ତି, ତେବେ ବୁଝନ୍ତୁ ଯେ ପ୍ରତିକୂଳ ପ୍ରଭାବ ସୂକ୍ଷ୍ମ ଭାବରେ ଆରମ୍ଭ ହେବ। ଯେତେବେଳେ ଆପଣ ଅନୁଭବ କରିବେ ଯେ କିଛି ଘଟୁଛି, ସେତେବେଳେ ବହୁତ ଡେରି ହୋଇଯାଇଥିବ। ବନ୍ଧୁଗଣ, ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣ କିଛି ଘରେ ପାଦ ଦେବା ମାତ୍ରେ ଆପଣଙ୍କର ହୃଦୟ ଭାରି ଅନୁଭବ କାହିଁକି ହୁଏ? ଆମେ ହଠାତ୍ କାହିଁକି ଅନ୍ତର୍ନିହିତ ହତାଶା ଅନୁଭବ କରୁ? କାହିଁକି ଆମର ହୃଦୟ ଚିନ୍ତାରେ ଦୌଡ଼ିବାକୁ ଆରମ୍ଭ କରେ, ଏକ ଶବ୍ଦ ମଧ୍ୟ ନ କହି? ଏପରି ସ୍ଥାନରୁ ଫେରିବା ମାତ୍ରେ ଆମ ନିଜ ଘରେ ଦ୍ୱନ୍ଦ୍ୱ ଏବଂ ଯୁକ୍ତି କାହିଁକି ସୃଷ୍ଟି ହୁଏ? ଏପରି ସ୍ଥାନରୁ ଆସିବା ପରେ ଆମେ ପ୍ରାୟତଃ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉ, ଆମେ ଅସୁସ୍ଥ ହୋଇଯାଉ ଏବଂ ଆମ ନିଜ ପରିବାରର ସଦସ୍ୟମାନେ ମଧ୍ୟ କୌଣସି ନା କୌଣସି ରୋଗରେ ପୀଡ଼ିତ ହେବା ଆରମ୍ଭ କରନ୍ତି।
एपरी घटना घटे केतेक समय आमर कार्यक्षेत्र में आमर चेष्टा एवं प्रकल्प गुड़िक विपर्यस्त होगाकू लगे आमर संपर्क रे तिक्तता आसी थाए यह एक भ्रम नुहे यह सब शक्तिर खेल जानतरे हेउ अथवा अजाणतरे आपण कोनोसी संपर्कीय पड़ोशी किंबा बंधु को भेटिबाकू जाई पारंती किंतु सही स्थान रे उपस्थित शक्ति आपणकर निजस्व शक्ति को संपूर्ण भाव में शुष्क कर दिए प्रभावशाली भाव में आपणकर सकारात्मक आभा को ग्रहण करे आज मु आपणको एक स्पष्ट चेतावनी देउछि कौनसी परिस्थिति रे आपण सही संपर्कीय किंबा पड़ोशी घर को जीवा उचित नुहे जोठारे दुख हताशा विवाद निरंतर कांदना किंबा नित्य दैनंदिन कलह देखा जाउची एपरी स्थान को जातु नहीं कारण एपरी घरे केवल सही लोक माने बास करती नहीं बरं नकारात्मक शक्ति मध्य सेठारे बास करे जेतेबेले कोनसी घरे प्रत्येक दिन झगड़ा चली थाए जेतेबेले स्वामी स्त्री मध्य घृणार भावना थाए किंबा सासु बहु मध्य निरंतर झगड़ा थाए आर्थिक अभाव असुस्थता किंबा आईनगत विवाद रे फसी रही थाए जेतेबेले प्रतारणा एवं अपमान बहुल भाव में देखा जाए सेतेबेले सेही घरर कांथ महला एवं छात से समस्त नकारात्मकता को शोषित करिथाए एवं जेतेबेले आपण एपरी स्थान को जाती सेही शक्ति आपणको आपणक सहित जोड़ी हेबा पाई विनम्र भाव में अनुमति मागे नाही यह चुपचाप आपणको घर को फेरी आसे यह ही एहाको एते विपदपूर्ण करिथाए आपण भाबी पारंती मु केवल एक साक्षात करबाको जाईथिली किंबा सेमाने किपरि अछंती ताहा पचारिबा पाई मु अटकी गली किंबा सर्वोपरि सेमाने हेउचंती हमर निजस्व आत्मीय किंतु शक्ति संपर्क को चिन्हे नाही आपणकर भावना को चिन्हे नाही किंबा केवल दुर्बलता खोजे नाही से केवल आपणक मध्य दुर्बलता खोजे एपरी परिवेश रे पाद देबा क्षणी आपणकर हस फीका पड़ी जाए मनोबल दुर्बल हो जाए आपण कोनोसी स्पष्ट कारण बिना चिड़चिड़ा हो जाती आपणकर निज प्रियजन माने मध्य आपणको असंतुष्ट मन हेबा आरंभ करती एवं एसबु हठात घटे धीरे धीरे सब किछि जागृत हेबा आरंभ हुए एवं शेष रे आपण निज घरे समान घटना घटिबा आरंभ हुए समान दुर्भाग्य घटी थाए आर्थिक क्षति दारिद्र्य हताशा एवं असुस्थता एई सब घटिबा आरंभ हुए बिना उत्तेजना रे युक्ति तर्क फुटी उठिबो सामान्य कथा बड़ विवाद रे परिणत हेबो संदेह आपणकर संपर्क रे पसिजिबो टंका आसीबो किंतु एहा आपणक हाथ रे रहिबो नाही घरर शांति नष्ट हेबो जहा आपणको भाबिबाकू छाड़ी देब पृथ्वी रे कौन भूल हैला वास्तव में आमर शास्त्र गुड़िक कहे जे जेउठारे निरंतर कलह एवं निरंतर निराशा थाए सेठारे देवी लक्ष्मी मध्य रहिबाकू पसंद करती नहीं एबे आसंतु यार प्रतिकार कौन जानिबा जदि आपणको एई स्थान को निहाती आवश्यक भाव में जीवाकू पड़ुछि तेबे आपणक सहित एक सुरक्षा कवच नियंतु सुरक्षा पाई एक छोट धारुआ छुरी नियंतु प्रभु हनुमानकर सुरक्षा ताबिज बहन करंतु बाहर को जीवा पूर्वरु भगवान हनुमानक नाम थिबा एक पवित्र सूता आपणक बेकरे बांधतु जदि आपण एही उपाय आग को बढ़ंती तेबे संभव जे सेठारे उपस्थित नकारात्मकता आपणको स्पर्श मध्य करिवो नाही एवं आपणक उपरे प्रतिकूल प्रभाव मध्य पकाई पारिबो नाही तेनु आदौ जांतु नाही किबा जदि जीवा अनिवार्य तेबे एही प्रतिकार सहित जांतु वर्तमान परवर्ती स्थान विषय जानिबा बंधु माने आगामी 10 दिन मध्य संपूर्ण आवश्यकता बिना डाक्तरखाना को जांतु नाही यह आपणकर जीवन रे गुरुत्वपूर्ण अशांति सृष्टि करि पारे यह अंधविश्वासर विषय नुहे यह शक्ति गतिशीलता ग्रह संरचना एवं मानसिक प्रभावर संगमरु जन्म होइतिबा एक सत्य बंधुगण एक डाक्तरखाना कोनसी साधारण स्थान नुहे यह एपरि एक स्थान जोठारे जंत्रणा जमा हुए जोठारे भयर निश्वास निए जोठारे चिंता कांथ गुड़ी को व्यापी जाए एवं जोठारे आशा एवं निराशा निरंतर धक्का हुए अनेक लोक डाक्तरखाना रे मृत्यु वरण करती अनेक सेठारे निजर जीवन हराउछंती वास्तव में अनेकंक पाई पृथ्वी रे सेमानकर शेष मुहूर्त गुड़िक एक डाक्तरखानार परिसर रे मध्य बीती जाए यह व्यतीत डाक्तरखाना रे अनेक लोक निरंतर जंत्रणा रे आर्तनाद करुछंती तेबे कल्पना करंतु एक डाक्तरखाना भितरे केते परिमाणर नकारात्मक शक्ति रहिथिबो सेथिपाई एही 10 दिन मध्यरे कोनोसी वैध कारण बिना डाक्तरखाना को जांतु नाही कारण राहुर प्रभाव वर्तमान आपणक उपरे घुरी बुलुछि जेतेबेले आपणकर शनि ग्रह वर्तमान अनुकूल स्थिति रे नाहंती एवं देवी लक्ष्मी आपणक उपरे तांकर आशीर्वाद वृष्टि करूछंती जदि आपण ए परिश्रम रे एक डाक्तरखाना को
ଯିବାକୁ ଚାହାନ୍ତି ତେବେ ଆପଣଙ୍କର ସମସ୍ତ ସକାରାତ୍ମକ ଶକ୍ତି ସମ୍ପୂର୍ଣ୍ଣ ଭାବରେ ଓଲଟି ଯାଇପାରେ। ଦେଖନ୍ତୁ, ଜରୁରୀକାଳୀନ ପରିସ୍ଥିତିରେ ହସ୍ପିଟାଲ ଯିବା ଏକ କଥା, ତଥାପି କୌଣସି ବିନା କାରଣରେ କେବଳ କାହାକୁ ଦେଖା କରିବାକୁ, ସମୟ ବିତାଇବାକୁ କେବଳ କିମ୍ବା ମନ ଇଚ୍ଛା ଯିବା ଆପଣଙ୍କ ପାଇଁ ବହୁତ କ୍ଷତି ପହଞ୍ଚାଇ ପାରେ। ଯଦି ଆପଣଙ୍କର କୌଣସି ସମ୍ପର୍କୀୟ, ପଡ଼ୋଶୀ କିମ୍ବା ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଆପଣ ଦେଖା କରିବାକୁ ଯାଉଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି ପରବର୍ତ୍ତୀ 10 ଦିନ ମଧ୍ୟରେ ଯାଆନ୍ତୁ ନାହିଁ। ବାହାନା କରି ରହିଯିବା ପାଇଁ ଚେଷ୍ଟା କରନ୍ତୁ, କିମ୍ବା ସେ ଯେତେବେଳେ ହସ୍ପିଟାଲରୁ ଘରକୁ ଚାଲି ଆସିବେ ସେତେବେଳେ ଦେଖା କରନ୍ତୁ। କେବଳ ଫୋନ ମାଧ୍ୟମରେ ସେମାନଙ୍କର ସୁସ୍ଥତା ବିଷୟରେ ଅବଗତ ରୁହନ୍ତୁ, କାରଣ ଆଗାମୀ 10 ଦିନ ମଧ୍ୟରେ ଗ୍ରହର ସ୍ଥିତି ଏଭଳି ଯେ ମନ ବାହ୍ୟ ପ୍ରଭାବ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହେବ। ଭୟ ଶୀଘ୍ର ମୂଳ ଧରିବ ଏବଂ ନକାରାତ୍ମକତା ଆପଣଙ୍କୁ ଗଭୀର ଭାବରେ ଲାଗି ରହିବ। ଏହାକୁ ବୁଝନ୍ତୁ, ଯେତେବେଳେ ଆପଣ ଏକ ହସ୍ପିଟାଲ ଭିତରକୁ ପାଦ ଦେବେ, ପ୍ରଥମେ କଣ ହେବ? ଆପଣଙ୍କ ମନ ଭିତରେ ଭୟ ସୃଷ୍ଟି ହେବ। ଅନ୍ୟ କାହାର ଅବସ୍ଥା ଦେଖିବା ପରେ ଆପଣ ସେହି ଭୟ ଗୁଡ଼ିକୁ ନିଜ ଉପରେ ପ୍ରକ୍ଷେପିତ କରିବାକୁ ଆରମ୍ଭ କରିବେ। ଆପଣଙ୍କର ଅବଚେତନ ମନ ଦୁର୍ବଳ ହୋଇଯିବ। ଏଇଠାରୁ ହିଁ ଆପଣଙ୍କର ଜୀବନ ଶକ୍ତିର ଲିକେଜ ଆରମ୍ଭ ହୁଏ। ବନ୍ଧୁଗଣ, ଏକ ହସ୍ପିଟାଲ ଭିତରେ କିଛି ଲୋକ ସେମାନଙ୍କର ଶେଷ ନିଶ୍ୱାସ ନେଉଛନ୍ତି। ଅନ୍ୟମାନେ ନିଜର ଜୀବନ ପାଇଁ ସଂଘର୍ଷ କରୁଛନ୍ତି, ଯେତେବେଳେ କି ଆଉ କିଛି ଯନ୍ତ୍ରଣାରେ କାନ୍ଦୁଛନ୍ତି। କେତେକ ଭାବପ୍ରବଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟମାନେ ଦାରିଦ୍ର୍ୟରେ ଚାପଗ୍ରସ୍ତ ଭାର ଦ୍ୱାରା ଭାଙ୍ଗି ପଡ଼ିଛନ୍ତି। ଏହି ସମସ୍ତ ପ୍ରକାରର ଦୁଃଖ ଆପଣଙ୍କର ଆତ୍ମାକୁ ସ୍ପର୍ଶ କରେ ଏବଂ ଏହି ପରବର୍ତ୍ତୀ 10 ଦିନ ମଧ୍ୟରେ ଏପରି କ୍ଷଣିକ ସ୍ପର୍ଶ ଏକ ଗଭୀର ସ୍ଥାୟୀ କ୍ଷତରେ ପରିଣତ ହୋଇପାରେ। ଏହା ଅନେକ ଲୋକଙ୍କ ସହିତ ଘଟିଛି। ବନ୍ଧୁଗଣ, ସେମାନେ ଏକ ହସ୍ପିଟାଲ ପରିଦର୍ଶନ କରି ଘରକୁ ଫେରିଥିଲେ ଏବଂ ସେହି ରାତିରେ ସେମାନଙ୍କ ପରିବାର ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସେମାନେ ଅବର୍ଣ୍ଣନୀୟ ଭୟ ଅନୁଭବ କରିବାକୁ ଲାଗିଲେ। ସେମାନଙ୍କର ନିଦ ଭାଙ୍ଗିଗଲା ଏବଂ ବିଚଳିତ ହୋଇଗଲା। ସେମାନଙ୍କର ପିଲାମାନେ ମଧ୍ୟ ଚିଡ଼ଚିଡ଼ା ଏବଂ କ୍ଷୁବ୍ଧ ହୋଇଗଲେ। ଏହା କେବଳ ସଂଯୋଗ ନୁହେଁ। ଆପଣ କଣ ଜାଣନ୍ତି ଯେ ହସ୍ପିଟାଲର ସବୁଠାରୁ ବିପଦପୂର୍ଣ୍ଣ ଦିଗ କଣ? ଯଦି ଆପଣ କୌଣସି ହସ୍ପିଟାଲ ପରିଦର୍ଶନ କରନ୍ତି ଏହା କେବଳ କାହାକୁ ଦେଖା କରିବା ପାଇଁ, ତେବେ ସେହି ଗସ୍ତର ଗୋଟିଏ ମାସ ମଧ୍ୟରେ ଆପଣ ନିଜେ ଅସୁସ୍ଥ ହୋଇଯିବେ ବୋଲି ଏକ ଉଚ୍ଚ ସମ୍ଭାବନା ଅଛି। ଆପଣ ନିଜକୁ ବାରମ୍ବାର ହସ୍ପିଟାଲ ଯିବାକୁ ଦେଖିବେ। ଏହା ଘଟେ ଯଦି ଜଣେ ବ୍ୟକ୍ତି ଏକ ଛୋଟ ରୋଗ ପାଇଁ ମଧ୍ୟ ହସ୍ପିଟାଲ ପରିଦର୍ଶନ କରନ୍ତି, ତେବେ ସେମାନେ ପ୍ରାୟତଃ ନିଜକୁ ସେଠାକୁ ବାରମ୍ବାର ଫେରି ଆସୁଥିବାର ଦେଖିବେ। ଏହା ଏକ ପୁନରାବୃତ୍ତିତ୍ମକ ପଦ୍ଧତି ହୋଇଥାଏ, ଏକ ଚକ୍ର। ସେମାନଙ୍କୁ ପ୍ରତି 10 କିମ୍ବା 15 ଦିନରେ ଡାକ୍ତରଖାନା ଯିବାକୁ ବାଧ୍ୟ କରାଯାଏ। କୌଣସି ରୋଗ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ପରିବାର ସଦସ୍ୟମାନେ ପୀଡ଼ିତ ହୋଇଥାନ୍ତି, ଯାହା ଫଳରେ ଡାକ୍ତରଖାନା ପରିଦର୍ଶନର ଚକ୍ର ଚାଲୁ ରହିଥାଏ। ବିପରୀତ ଭାବରେ ଯଦି କେହି ଘରୋଇ ଉପଚାର ବାଛନ୍ତି ଏବଂ ଡାକ୍ତରଖାନା ପରିଦର୍ଶନକୁ ଏଡ଼ାନ୍ତି, ତେବେ ସେମାନେ ପ୍ରାୟତଃ ଡାକ୍ତରଖାନା ପରିତ୍ୟାଗ କରିବାରେ ସଫଳ ହୁଅନ୍ତି। ଏପରି ବ୍ୟକ୍ତି ନିଜ ଘରେ ହିଁ ଚିକିତ୍ସା ହୋଇପାରିବେ। ସେମାନଙ୍କର ଶରୀର ରୋଗମୁକ୍ତ ରହିଥାଏ। ସେମାନଙ୍କୁ ଡାକ୍ତରଖାନା ଯିବାର ଆବଶ୍ୟକତା ନଥାଏ। ତେଣୁ ଯଥାସମ୍ଭବ ଆପଣ ଏପରି ସ୍ଥାନ ଗୁଡ଼ିକୁ ଏଡ଼ାଇବା ଉଚିତ। ଏହା ବିଚାର କରନ୍ତୁ, ଏକ ମନ୍ଦିରରେ ଘଣ୍ଟିର ପ୍ରତିଧ୍ୱନି ଏବଂ ମନ୍ତ୍ରର ଶକ୍ତି ଥାଏ। ଏକ ଘରେ ଦୀପର ଆଲୋକ ଏବଂ ନିଜସ୍ୱ ବ୍ୟକ୍ତିଗତ ଶକ୍ତି ଥାଏ। କିନ୍ତୁ ଏକ ଡାକ୍ତରଖାନା କଣ ପ୍ରଦାନ କରେ? କେବଳ ମେସିନ, ଭୟ ଏବଂ ଅସ୍ଥିରତା। ଆଗାମୀ 10 ଦିନ ମଧ୍ୟରେ ଯଦି ଆପଣ କୌଣସି ପ୍ରକୃତ ବାଧ୍ୟତାମୂଳକ କାରଣ ବିନା ଏକ ଡାକ୍ତରଖାନା ପରିଦର୍ଶନ କରୁଛନ୍ତି, ସେଠାରେ ଦୀର୍ଘ ସମୟ ରହୁଛନ୍ତି କିମ୍ବା ଜଣେ ରୋଗୀଙ୍କ ପାଖରେ ଦୀର୍ଘ ସମୟ ରହୁଛନ୍ତି, ତେବେ ଆପଣ ଆପଣଙ୍କ ସହିତ ନକାରାତ୍ମକତାର ଏକ ବିଶାଳ ଲହରୀ ଫେରାଇ ଆଣିବେ। ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିର ଏକ କପଟପୂର୍ଣ୍ଣ ଲହରୀ ବହନ କରିବାର ବିପଦ ପକାଉଛ, ଯାହାର ପ୍ରଭାବ ଆପଣଙ୍କର ସମ୍ପର୍କ, ଆପଣଙ୍କର ନିଷ୍ପତ୍ତି ନେବା ଏବଂ ଆପଣଙ୍କର ଆର୍ଥିକ ପ୍ରଚୁରତାର ପ୍ରଭାବକୁ ପ୍ରଭାବିତ କରିବ। ଏହି କାରଣରୁ ଶାସ୍ତ୍ର ଗୁଡ଼ିକ କହେ ଯେ ଅସୁସ୍ଥ ସ୍ଥାନରେ ରହିବା ଆପଣଙ୍କର ଜୀବନକୁ ସକ୍ରିୟ ଭାବରେ ରୋଗକୁ ନିମନ୍ତ୍ରଣ କରିବା ସହିତ ସମାନ। ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ଧ୍ୟାନର ସହିତ ଶୁଣ। ଯଦି ଅନିବାର୍ଯ୍ୟ ପରିସ୍ଥିତି ଦ୍ୱାରା ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛ, ତେବେ ଖାଲି ହାତରେ ଯାଅ ନାହିଁ। ଡାକ୍ତରଖାନା ଛାଡ଼ିବା ପରେ ତୁରନ୍ତ ଘରକୁ ଫେର ନାହିଁ ଏବଂ ତୁମ ଘରେ ପ୍ରବେଶ କରିବା ପରେ ତୁରନ୍ତ ବିଛଣାରେ ବସିଯାଅ ନାହିଁ। ଘରକୁ ଫେରିବା ପରେ ଡାକ୍ତରଖାନାରୁ କଥାବାର୍ତ୍ତା ଏବଂ ଘଟଣା ଗୁଡ଼ିକ କୁହ ନାହିଁ, ବର୍ଣ୍ଣନା କର ନାହିଁ, କାରଣ ଶବ୍ଦ ଗୁଡ଼ିକ ନିଜେ ଶକ୍ତି ବହନ କରେ। ଉଦାହରଣ ସ୍ୱରୂପ, ଯଦି ତୁମେ ଏକ ଡାକ୍ତରଖାନା ପରିଦର୍ଶନ କରିଛ, ତେବେ ଫେରିବା ସମୟରେ ଅନ୍ୟ କୌଣସି ସ୍ଥାନରେ ଅଟକି ଯାଅ, ହୁଏତ ଏକ ସପିଂ ମଲ୍, ମନ୍ଦିର କିମ୍ବା କୌଣସି ସ୍ଥାନ। ଏହା ବାଟରେ ଅବଶିଷ୍ଟ ଶକ୍ତିକୁ ନଷ୍ଟ କରି
କରିଥିବ। ଥରେ ତୁମେ ତୁମ ଘରେ ପ୍ରବେଶ କଲେ ପବିତ୍ର ଜଳ ଯେମିତିକି ଗଙ୍ଗା ଜଳ ସହିତ ନିଜକୁ ସିଞ୍ଚନ କର ଏବଂ ଯଦି ସମ୍ଭବ ହୁଏ ତେବେ ପୂର୍ଣ୍ଣ ସ୍ନାନ କରିନିଅ। ଘରେ ପ୍ରବେଶ କରିବା ମାତ୍ରେ ତୁରନ୍ତ ଯାଇ ବିଛଣା କିମ୍ବା ସୋଫାରେ ବସ ନାହିଁ। ତେଣୁ ଯଦି ଆପଣଙ୍କୁ ପ୍ରକୃତରେ ଏପରି ସ୍ଥାନକୁ ଯିବା ହୁଏ ତେବେ ମୁଁ ଉଲ୍ଲେଖ କରିଥିବା ପ୍ରତିକାରାତ୍ମକ ପଦକ୍ଷେପ ଗୁଡ଼ିକ ଅନୁସରଣ କର। ତୁମର ହାତ ଏବଂ ପାଦ ଭଲ ଭାବରେ ଧୋଇ ଦିଅ। ଖୋଲା ପବନରେ କିଛି ସମୟ ଛିଡ଼ା ହୋଇ ରୁହ ଏବଂ ତୁମ ଘରେ ପ୍ରବେଶ କରିବା ପୂର୍ବରୁ କିଛି ଗଭୀର ନିଶ୍ୱାସ ନିଅ। ପବିତ୍ର ଗଙ୍ଗା ଜଳ ନିଜ ଉପରେ ସିଞ୍ଚ। ଏବେ ପରବର୍ତ୍ତୀ କଥା ହେଉଛି ତୁମେ କୋର୍ଟ, ଆଇନଗତ ଟ୍ରିବ୍ୟୁନାଲ, ପୋଲିସ ଷ୍ଟେସନ କିମ୍ବା ଜେଲ ଭଳି ସ୍ଥାନ ଗୁଡ଼ିକରେ ବୁଲି ବୁଲି ଯିବା ଉଚିତ ନୁହେଁ। ଯଦି ଆପଣ ଏପରି ସ୍ଥାନ ଗୁଡ଼ିକ ଯାଆନ୍ତି ତେବେ ଏହା ଆପଣଙ୍କ ଜୀବନରେ ଏପରି ଜଟିଳତା ସୃଷ୍ଟି କରିପାରେ ଯେଉଁଠାରୁ ନିଜକୁ ବାହାର କରିବା ସହଜ ନୁହେଁ। ଏପରି ସ୍ଥାନ ଯାହା ଆପଣଙ୍କର ଆତ୍ମାକୁ ଉନ୍ନତ କରେ ସେହି ସ୍ଥାନ ଗୁଡ଼ିକୁ ଯିବାକୁ ଚେଷ୍ଟା କରନ୍ତୁ। ଯେମିତିକି ମନ୍ଦିର, କୌଣସି ଧାର୍ମିକ ସ୍ଥାନ, ଏପରି ସ୍ଥାନକୁ ଯାଆନ୍ତୁ। ଏପରି ବ୍ୟକ୍ତିଙ୍କ ସାଥ ଖୋଜନ୍ତୁ ଯେଉଁ ବ୍ୟକ୍ତିଙ୍କ ପାଖରେ ସକାରାତ୍ମକ ଭରି ରହିଥିବ। ତେବେ ବନ୍ଧୁମାନେ ବର୍ତ୍ତମାନ ପାଇଁ ଏତିକି। ମୁଁ ଆଶା କରୁଛି ଯେ ଆପଣଙ୍କୁ ମୁଁ ଯେଉଁ ସୂଚନା ପ୍ରଦାନ କରିଛି ତାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ